ଯୋଗାଣ ମନ୍ତ୍ରୀଙ୍କ ବଡ ଘୋଷଣା କହିଲେ ରାସନ କାର୍ଡ ଇକେୱାଇସି ଅପଡେଟ ନେଇ ଆଉ ବୃଦ୍ଧି ହେବ ନାହିଁ ସମୟ ସୀମା। ତ ଦେଖନ୍ତୁ ଯଦି ଆପଣମାନେ ରାସନ କାର୍ଡ ହିତାଧିକାରୀ ଅଛନ୍ତି ତାହେଲେ ଏଇ ରାସନ କାର୍ଡ ଇକେୱାଇସି ସମୟ ସୀମା ଅପଡେଟ ନେଇ ଆଉ ବୃଦ୍ଧି ହେବ ନାହିଁ। ତ ଦେଖନ୍ତୁ ରାସନ କାର୍ଡ ଇକେୱାଇସି ଅପଡେଟ ରେ ଆଉ କୋହଳ କରାଯିବ ନାହିଁ। ଢେଙ୍କାନାଳ କପ୍ 2025 ସାମିଲ ଅବସରରେ ହିତାଧିକାରୀଙ୍କୁ ଏହିଭଳି ଚେତାବନୀ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ। ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଇକେୱାଇସି ଅପଡେଟ ସମୟ ସୀମା ବନ୍ଧିତ କରାଯାଇଛି। ସତ ହେଲେ ଏହା ପରେ ଯଦି ଯୋଗ୍ୟ ହିତାଧିକାରୀ ଇକେୱାଇସି ନ କରିପାରେ ସେମାନଙ୍କ କାର୍ଡ ସରେଣ୍ଡର ହୋଇଗଲା ବୋଲି ଧରି ନିଆଯିବ। ଫେବୃଆରୀ 15 ଶେଷ ତାରିଖ ଥିଲା କିନ୍ତୁ ରାଜ୍ୟର 331 ପିଡିଏସ୍ ସରେଣ୍ଡର ଇଣ୍ଟରନେଟ ସେବା ଯାହା ବାଧାପ୍ରାପ୍ତ ଯୋଗ୍ୟକୁ ମାର୍ଚ୍ଚ 31 ତାରିଖ ଯାଏଁ ସମୟ ସୀମା ବର୍ଦ୍ଧିତ ହେଇଛି। ତେବେ ଏହି 1.5 ମାସ ଭିତରେ କାର୍ଡ ହିତାଧିକାରୀଙ୍କୁ ଇକେୱାଇସି ଅପଡେଟ କରିନେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମାର୍ଚ୍ଚ 31 ପରେ ଆଉ କୌଣସି ହାଲାତରେ ସମୟ ସୀମା ବର୍ଦ୍ଧିତ ହେବ ନାହିଁ ବୋଲି କହିଛନ୍ତି କୁଶଳ ଚନ୍ଦ୍ର ପାତ୍ର। ତ ଦେଖନ୍ତୁ ଯଦି ଆପଣମାନେ ରାସନ କାର୍ଡ ହିତାଧିକାରୀ ତାହେଲେ ଆପଣମାନେ କରିନାହାନ୍ତି ତାହେଲେ ଆପଣମାନେ ଯାଆନ୍ତୁ। ଯଦି ଏବେ ପର୍ଯ୍ୟନ୍ତ ହଉଛି ହେଲେ ଆପଣମାନେ ଯୋଗାଯୋଗ କରି ଆପଣମାନେ ଇକେୱାଇସି କରନ୍ତୁ। ଏଇଭଳିଆ ଆଜିର ଅପଡେଟ ଥିଲା। ଆଶା କରୁଛି ଭିଡିଓ ଭଲ ଲାଗିଥିଲା। ସେୟାର କରନ୍ତୁ, ଲାଇକ୍